ସ୍ୱାମୀ କହିଲେ ପନିପରିବା ସବୁ ତ ଖାଲି ତେଲ ମସଲାରେ ପ୍ରତିଦିନ ରୋଷେଇ କରୁଛୁ, ଆଜି ଟିକେ ବିନା ତେଲ ମସଲାରେ କିଛି ବନେଇଥିଲେ ହୁଅନ୍ତାନି କି? ନା ପାରିବନି। ତ ମୁଁ ସେଠୁ ଚିନ୍ତା କଲି ପାରିବିନି କାହିଁକି, ମଟର ଆଳୁ ତ ବତୁରେଇଥିଲେ ଗ୍ରେଭି ବନେଇବା ପାଇଁ, ତ ସେଇଥିରୁ ଟିକେ ବନେଇଦେଲେ ହବନି କି ତାଙ୍କ ପାଇଁ? ଦେଖିବା ଟିକେ, ସବୁ ଜିନିଷ ତ ଟ୍ରାଏ କରିବା ପାଇଁ ପଡ଼ିବ ନା, ଆଉ ତାଠୁ ଟେଷ୍ଟି ଆଉ କିଛି ଲାଗିବନି। ସେଥିପାଇଁ ମୁଁ ତ ବନେଇ ନେଲି ମଟର ଆଳୁକୁ। ଆଉ ଆପଣମାନେ ଯଦି କିଛି ଅଲଗା ଜାଣିଛନ୍ତି ତ ପ୍ଲିଜ୍ ମୋ ସହିତ ସେୟାର କରନ୍ତୁ, ମୁଁ ବି ଗୋଟେ ନୂଆ ଭିଡ଼ିଓ ବନେଇ ପାରିବି। ତ ଚାଲନ୍ତୁ ପ୍ରଥମେ ମୋ ରେସିପି ଦେଖିନେବା। ନା ମସଲା, ନା ପିଆଜ, ନା ତେଲ, ନା ଅଦା, ନା ରସୁଣ ପେଷ୍ଟ, କିଛି ନାହିଁ। ପୁରା ସିମ୍ପଲ ବଟ୍ ପୁରା ହେଲ୍ଦି। ତ ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ବନେଇ ନେବା ମଟର ଆଳୁକୁ। ଭଲ କି ଧୋଇକି ପ୍ରେସରରେ ସିଝିବାକୁ ଛାଡ଼ିଦେଲି। ଦେଖନ୍ତୁ, ଛାଡ଼ିବେ ମଟର ଆଳୁ, ବିଲାତି, ଲୁଣ ହଳଦୀ ଦେଇଦେବେ। ଦେଇକି 4ଟା ସିଟି ମାରିବ। ଯେମିତି 4ଟା ସିଟି ପରେ ସେ ଗ୍ୟାସରେ ଟିକେ ସମୟ ରଖିନେବେ, ରଖି ନେଇକି କାଢ଼ିବେ। ଦେଖନ୍ତୁ କାଢ଼ିଲା ବେଳକୁ ତାର ଟେକ୍ସଚର ଆପେ ଆପେ ତିଆରି ହେଇଯିବ। ଦେଖୁଛନ୍ତି ନା କେତେ ସୁନ୍ଦର ହେଇଛି। ସେ ଯେଉଁ ଆଳୁ ଆଉ ଟମାଟୋ ଦେଇଥିଲି, ସେ ଆଳୁ ଟମାଟୋକୁ ଗୋଟେ ମେସର ସାହାଯ୍ୟରେ ମେସ୍ କରିନେଲି। ଆପଣମାନେ ଚାହିଁଲେ ହାତରେ ବି କରିପାରିବେ, କିନ୍ତୁ ସେ ମେସରରେ ମେସ୍ କଲେ ପୁରା ମିଶିଯିବ ସେଠି। ତାର ଟେକ୍ସଚର ଦେଖୁଛନ୍ତି କେତେ ବଢ଼ିଆ ଦେଖାହେଉଛି, ଯେମିତି ମସଲା ଦେଇକି ଗ୍ରେଭି ବନା ହେଇଛି। ତ ଦେଖନ୍ତୁ ସେଟାକୁ ଓହ୍ଲେଇ ନେଇ ସାରିଲା ପରେ ଏପଟେ ମୁଁ କିଛି କାକୁଡ଼ି, ମୂଳା, ପିଆଜ ଏସବୁକୁ କାଟି ନେଇଛି। ଚୁନି ଚୁନି କରିକି କାଟି ନେବେ, ନହେଲେ ଗ୍ରେଟର ସାହାଯ୍ୟରେ ଗ୍ରେଟ୍ କରିନେବେ। ତାପରେ ସେଇ ମଟର ଆଳୁ ସିଝାରୁ ଏପଟେ ଦେଇଦେଲି 2 ଚଟୁ କାଢ଼ିକି। ଯିଏ ପିଆଜ ଖାଇବେ ଦେବେ, ଯଦି ନ ଖାଇବେ ପିଆଜ ନ ଦେଇକି ବି ବହୁତ ବଢ଼ିଆ ଲାଗିବ, ଖାଇହେବ। ତ କାକୁଡ଼ି ଚୁନେଇକି, ମୂଳା, ଧଣିଆ ପତ୍ର, କଞ୍ଚା ଲଙ୍କା, ଜିରା ଗୁଣ୍ଡ, କଳା ଲୁଣ, ଗୋଲମରିଚ ଗୁଣ୍ଡ ବି ଦେଇପାରିବେ। ଏମିତି ସବୁ ପ୍ରକାର ପକାଇ ନେବେ। ଶେଷରେ ଝୁରି ଭଜା ମୁଁ ପକାଇଛି, ଆପଣମାନେ ଚାହିଁଲେ ଯଦି ଥିବ ମିକ୍ସଚର ପକାଇବେ, କିନ୍ତୁ ଖଟା ଟିକେ ଲାଗିଲେ ଭଲ ଲାଗେ ନା, ଲେମ୍ବୁ ଚିପୁଡ଼ିବେ। ଲେମ୍ବୁ ନଥିଲେ ତେନ୍ତୁଳି ମଣ୍ଡ 2 ଚାମଚ ପକାଇଦେବେ। ଦେଖିବେ ସେଇଥିରେ ମଟର ଆଳୁ ଟମାଟୋର ଟେକ୍ସଚର ଯେମିତି ଆଉ ଟେଷ୍ଟ ସେମିତି, ଖାଇବାକୁ ଏତେ ବଢ଼ିଆ ଲାଗିବ କି ଆପଣ ଚାହିଁବେ ସବୁଦିନ ସନ୍ଧ୍ୟାବେଳେ ଟିକେ ଏମିତି ବନେଇକି ଖାଆନ୍ତେ, ଆଉ ଚାଟ୍ ଦୋକାନ ଯିବାକୁ ପଡ଼ିନଥାନ୍ତା। ତେବେ ଥରେ ବନାନ୍ତୁ ନା। ଏବେ ତ ସମସ୍ତଙ୍କ କିଚେନରେ ସବୁ କିଛି ମିଳିବ, କଞ୍ଚା ଲଙ୍କା, ଧଣିଆ ପତ୍ର, କାକୁଡ଼ି ଏସବୁ ଆଭେଲେବୁଲ୍। ତେଣୁ ବନେଇ ଖାଆନ୍ତୁ ଡେରି ନ କରି। ତ ମୋ ରେସିପି କେମିତି ଲାଗିଲା ନିଶ୍ଚୟ ଲେଖନ୍ତୁ। ଆଉ ମଟର ଆଳୁର ଟମାଟୋ ବନେଇ ଖାଇବାରୁ ଟେକ୍ସଚର ସେମିତି ଆସିଲା କି ନା ଲେଖନ୍ତୁ। ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍ଟେ ନିଶ୍ଚୟ କରିବେ। ରହିଲି, ନମସ୍କାର।